যেଭଳି ଭାବରେ ଲୋକଙ୍କର ସଂଖ୍ୟା ବଢ଼ୁଛି 60ରୁ ଅଧିକ ବୟସର ଲୋକ ତାଙ୍କର ସଂଖ୍ୟା 6 ଲକ୍ଷରୁ ବହୁ ଅଧିକ 6,82,000 ପାଖାପାଖି ଏବଂ ସେମାନେ ଅପେକ୍ଷା କରୁଛନ୍ତି ଯେ କେହି ଜଣେ ଯଦି ବୃଦ୍ଧ ଲୋକ ଯଦି ସିଏ ମରିଯିବେ ବା ତାଙ୍କର ଦେହାନ୍ତ ହେବ ତାପରେ ୱେଟିଂ ଲିଷ୍ଟରେ ଆମମାନେ ଅଛନ୍ତି ତାଙ୍କ ଭିତରୁ କେହି ପାଇବେ। ଏହା ଗୋଟିଏ ଯେଭଳି ଭାବରେ ଗୋଟିଏ ଏଥିରେ ସମ୍ପୂର୍ଣ୍ଣ ଭାବରେ ଅସାମଞ୍ଜସ୍ୟତା ତିଆରି ହେଉଛି ଆଉ ସେଥିପାଇଁ ରାଜ୍ୟର ବୃଦ୍ଧ ଅସହାୟ ନାଗରିକମାନଙ୍କର ପ୍ରତି ଯେଉଁ ଅନ୍ୟାୟ କରାଯାଉଛି ସେଥିପାଇଁ ଆମେ ଏ ପ୍ରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛୁ। ସେଥିରେ ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଯିଏ 60 ବର୍ଷ ପୂରଣ କରିବ ଏକ ସାଚୁରେସନ୍ ମୋଡ଼ରେ ଅନ୍ତର୍ଭୁକ୍ତ କରିବା ଇଏ ନୀତିଗତ ନିଷ୍ପତ୍ତି ଆମ ସରକାର ଚଳିତ ବର୍ଷ ବଜେଟ୍ରେ ସ୍ୱତନ୍ତ୍ରତା ଦେଇଛନ୍ତି। ଆମେ ତୁରନ୍ତ ବାଦ ପଡ଼ିଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ସମସ୍ତଙ୍କୁ ଏଥିରେ ଆମେ ସାମିଲ କରିବୁ, କେହି ଆଉ ରହିବେ ନାହିଁ। ଇଏ ସାଚୁରେସନ୍ ମୋଡ଼ରେ ଆମ ସରକାର କରିବେ।